10,000 କୋଟିର ଅତିରିକ୍ତ ବଜେଟ୍ ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍ ମୋହର। 27ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଓଡ଼ିଶା ଉପରେ ପ୍ରଭାବ ନେଇ ସ୍ପଷ୍ଟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ସରଗରମ ହେବ ଅଧିବେଶନ। ବୁଥିଂ ରିଲିଂରୁ ଚୋରି ଯାଏଁ ବିରୋଧୀଙ୍କ ପାଖରେ ମାଳ ମାଳ ପ୍ରସଙ୍ଗ। ମ୍ୟାଟ୍ରିକ୍ ପରେ ଡ୍ରପ୍ ଆଉଟ୍ ଚିନ୍ତାଜନକ। ପଢ଼ା ଛାଡ଼ିଦେଲେ 43,000। ଇସ୍ରାଏଲ ଆକ୍ରମଣରେ ହିଜବୁଲର ମୁଖ୍ୟ ସଦସ୍ୟ ତବତାବାଇ ନିପାତ। ପରଲୋକରେ ବଲିଉଡର ହି-ମ୍ୟାନ୍। 89 ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା। ଆମେରିକା ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଲେ ଡାକ୍ତରାଣୀ। ତାମିଲନାଡୁରେ 2ଟି ବସ୍ ମୁହାଁମୁହିଁ ଧକ୍କା, 6 ମୃତ, 50ରୁ ଅଧିକ ଆହତ। ସ୍ତ୍ରୀ ନିବାସରୁ 3 ନିଖୋଜ ନାବାଳିକା ଗୁଣ୍ଡିଚାରୁ ଉଦ୍ଧାର କରାଯାଇଛି। ପୁଣି ଚର୍ଚ୍ଚାକୁ ଫେରିଲା ଝିଣ୍ଟି ଶାସନ। ତ୍ରାହି ଅଚ୍ୟୁତ ଆଶ୍ରମ, ତ୍ରିଲୋଚନ ଓ ବିରଞ୍ଚିଙ୍କ ବିରୋଧରେ ଇଡି ମାମଲା ଚାଲିବ। ହାତୀଙ୍କ ପରେ ଚାଷୀ ଚିନ୍ତା ବଢ଼ାଇଲାଣି ମାଙ୍କଡ଼ପଲ। ଏବେ ମାଙ୍କଡ଼ପଲ ଚାଷୀ ଧାନ ନଷ୍ଟ କରୁଛନ୍ତି। ଭଦ୍ରକ ଜିଲ୍ଲାରେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି ସଂଗଠନ। ନେତା କର୍ମୀ ଛାଡୁଛନ୍ତି ଦଳ। ବିଜେପିରେ ମହାମିଶ୍ରଣ ପାଇଁ ସଜବାଜ। ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ। ଓଏମସିରେ ଲାଗୁ ହେଲା କେନ୍ଦ୍ରୀୟ ଶ୍ରମ ସଂହିତା। ଆଗୁଆ ଜିଲ୍ଲାର ବିକଳ ଚିତ୍ର। ନବଜାତ ଶିଶୁକୁ ବିକ୍ରି ଅଭିଯୋଗ ଉଦ୍ଧାର କଲେ ଜିଲ୍ଲା ପ୍ରଶାସନ। ହୋଟେଲ କର୍ମଚାରୀ 2 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଫେରାଇଲେ। ରୁମ୍ରେ ଛାଡ଼ି ଯାଇଥିଲେ ଡାକ୍ତର। ରାସ୍ତାରେ ପାର୍କିଂ ଏକ ଦଣ୍ଡନୀୟ ଅପରାଧ। ଟ୍ରାଫିକ୍ ଭିଡ଼ ଏଡ଼ାଇବା ପାଇଁ କଟକଣା ଲାଗୁ କଲେ ସରକାର। ନଭେମ୍ବର 27ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ସେଥିପାଇଁ ତ୍ରିରାଷ୍ଟ୍ରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ ଓ 25 ପ୍ଲାଟୁନ୍ ଫୋର୍ସ ମୁତୟନ ଏଠାରେ ହେବେ। ଧର୍ମେନ୍ଦ୍ରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ନିଖିଳ ଆୟୁଷ ଛାତ୍ର ସଂଗଠନର ଧାରଣା, ଗେଟ୍ ଓ ଅଫିସରେ ତାଲା ମାରିଲେ। ଶୀତର ଆଗମନରେ ଘନ କୁହୁଡ଼ିରେ ବଳୟରେ ହଜିଗଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର। କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, ଦାନା ନେ କହି ଗୁଳି ମାରିଲା ଅଳ୍ପକେ ବର୍ତ୍ତିଗଲେ ଯୁବକ ଇଞ୍ଜିନିୟର। ପୋଲିସ ଏନକାଉଣ୍ଟର ଖୋଲିଲା ସତ୍ୟ ଓ ରହସ୍ୟ। ଦିନରେ ଶ୍ରମିକ, ରାତିରେ ଡକାୟତି ଗ୍ୟାଙ୍ଗର ଡ୍ରାଇଭର ହୋଇଥିଲେ ଯୁବକ। ଖନ୍ତାପଡ଼ାରେ ବାର୍ ମ୍ୟାନେଜର ଓ ତାଙ୍କ ସହଯୋଗୀଙ୍କୁ ମାରଣାସ୍ତ୍ରରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତମାନେ। ବି.ଟେକ୍ ଡିଗ୍ରିଧାରୀ ବିକ୍ରମ ଦେବ ଚାକିରି ନ ମିଳିବାରୁ ପରିବା ବିକ୍ରି କଲେ ଡିଗ୍ରିଧାରୀ ଇଞ୍ଜିନିୟର। ବଙ୍ଗୋପସାଗରରେ ଆସୁଛି ବାତ୍ୟା। ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଜି ଅବପାତ ରୂପ ନେବ। 27ରେ ବାତ୍ୟା ଆସିପାରେ ସମ୍ଭାବନା କରାଯାଉଛି। ରକ୍ତଦାନରେ ନିଆରା ଉଦାହରଣ କରିଛି ସିଡିଏ ଡିଏଭି ପବ୍ଲିକ୍ ସ୍କୁଲ। 1,422 ୟୁନିଟ୍ ସଂଗ୍ରହ କରିଛି ରକ୍ତ ଏବଂ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଭଦ୍ରକରେ ଥିବା ଲୁଣାବନ୍ଧ ଯୋଜନା ହେଉନି କାର୍ଯ୍ୟକାରୀ। 20,000 ହେକ୍ଟର ଜମି ଚାଷ ପ୍ରଭାବିତ ହେଉଛି ଏହାଦ୍ୱାରା। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ପଣ୍ଡିତ ରଘୁନାଥ ମୁର୍ମୁ, ହେରିଟେଜ ଟ୍ରଷ୍ଟ ସଦସ୍ୟ। ନକ୍ସଲଙ୍କ ଭାରତ ବନ୍ଦ ଡାକରା ଅସଫଳ। ହିଡିମ୍ବା ଏନକାଉଣ୍ଟର ଘଟଣାରେ ମାଓ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା, ତାହା ଏବେ ଅସଫଳ ହୋଇଛି। ତାଳଚେର ସାର କାରଖାନାରେ 70% କାମ ଶେଷ ହୋଇଛି। 2027 ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଟିଏଫଏଲ ଏମଟିଡି। ଅନୁଗୁଳ ବ୍ଲକରୁ କଟିଛନ୍ତି ଅଧିକ ମହିଳା। ସୁଭଦ୍ରା ବାଦ୍ ପଡ଼ିଲେଣି 20,000। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କର ଫିଲ୍ମ 25 ଡିସେମ୍ବରରେ ମୁକ୍ତି ଲାଭ କରିବ। ଇସ୍କ 2.5 ବର୍ଷର କଣ୍ଟ ଏବଂ କ୍ଷମତା ଆବଣ୍ଟନ ଛକାପଞ୍ଝାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶିବକୁମାର କହିଲେ, ଗୋଷ୍ଠୀ କନ୍ଦଳ ମୋ ରକ୍ତରେ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ। ଚୁବ ଡାକ୍ତର ବୋମା ସହିତ କାହିଁକି ଖେଳୁଛନ୍ତି? ଦିଲ୍ଲୀ ବିସ୍ଫୋରଣକୁ ନେଇ କଂଗ୍ରେସକୁ
ମେହତାଙ୍କ ପ୍ରଶ୍ନ। ଆମ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ।